ଓକିଲ ନାହାନ୍ତି ମାମଲା କରିଦେବେ ଯୁକ୍ତି ବେଳେ କରିଦେବେ କଳା ଧଳା କଣ ବୁଝିଲେ ସେଠି କଳା ଧଳା ହେଇପାରିବ ନାହିଁ ପାଠ ହେରଫେର ହେଇପାରିବ ନାହିଁ ସାର୍ଟିଫିକେଟ ବଦଳି ହେଇପାରିବ ନାହିଁ ଆପଣ ଯୋଉଟା କରିବେ ସେଇଟା ଠିକ କରିବେ ଆଉ ଯୋଉ ବାଟରେ ଯିବେ ପ୍ରୋସେସରେ ଯିବେ ଆପଣ ଦେଖନ୍ତୁ ଯମ ନିୟମ ଆସନ ପ୍ରାଣାୟାମ ପ୍ରତ୍ୟାହାର ଧାରଣା ତାପରେ ଧ୍ୟାନ ତାପରେ ସମାନ ବାବା ମୁଁ ତ ଏସବୁ ଜାଣିନି ଶୁଣନ୍ତୁ ମୁଁ ତ ବାବା ଶୁଣନ୍ତୁ ମୋ କଥା ଶୁଣନ୍ତୁ ମାନେ ମୁଁ ତ ତଳେ ବସି ପାରେନି ଗୋଟେ କାଠ ଚେୟାର ରଖିଛି ଆରାମରେ ମାନେ ଉପରେ ଗୋଡ ରଖିକିରି ଏଠିକି ଆସିଲା ପରେ ମୁଁ ଆପଣଙ୍କୁ ସବୁ ଯୋଉ ଭଳି ପୋଜିସନରେ ଆପଣ ଅଛନ୍ତି ସେଇ ପୋଜିସନରେ ଟେକ୍ନିକ ମୁଁ ଦେବି ବୁଝିଲେ ନା ମୁଁ ଆପଣଙ୍କୁ ଖୁଚୁର ସାଧନା ଆପଣ କରିବେ ଇଏ କରିବେ ଆପଣ ତ ଶରୀର ଅସୁସ୍ଥ ଆଚ୍ଛା ବାବା ମୁଁ ଯାଜପୁର ଟାଉନରୁ ମୋ ଜ୍ୱାଇଁ ଘଟିକି ଯିବି ସେଠୁ ତାଙ୍କ ଟ୍ୟାକ୍ସି ନେଇକିରି ଯିବି ଗଲେ କୋଉଠୁ ମାନେ କୋଉ ଜାଗାରୁ ଡାଇଭର୍ଟ କରିବ କହୁଛି ଆପଣ ଟାଉନର କୋଉ ଜାଗା ଟାଇନ ମହିନ୍ଦା ବୋଲି ଗୋଟେ ଜାଗା ମହିନ୍ଦା 15 କିଲୋମିଟର ଟାଉନରୁ 15 କିଲୋମିଟର ଆଜ୍ଞା 15-17 ବାସ୍ ଟାଉନରୁ 17 ଆସିବ ସେଠୁ ଆସିଲେ ବୈତରଣୀ ନଦୀ ପାରି ହବ କୋଉ ଜାଗାରେ ମତେ କଥା ମୁଁ କଣ କହିବି ଆଜ୍ଞା ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ମୁଁ କହିସାରେ ଆଜ୍ଞା ଆଜ୍ଞା ଆପଣ ତରବର ଏତେ ତ ମନ ବହୁତ ଚଞ୍ଚଳ ନାଇଁ କୁହନ୍ତୁ ଆଜ୍ଞା ମୁଁ କଣ କହୁଛି ଶୁଣନ୍ତୁ ଆପଣ ମହିଦାରୁ ଟାଉନ 17 କିଲୋମିଟର ଆଜ୍ଞା ଗାନ୍ଧୀ ଛକରୁ ଆମ ଆଶ୍ରମଟା ହଉଛି 20 କିଲୋମିଟର ଗୋଟେ ପିଲା ଡକ୍ଟର ହଉଛି କିମ୍ବା ଇଞ୍ଜିନିୟର ହଉଛି ଭଲ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ମେମୋରି ପାୱାର ଭଲ ଆଉ ଥରେ ପଢିଲେ ମନେ ରହିଯାଉଛି ତ ସେଟା ପୂର୍ବ ଜନ୍ମର କର୍ମଫଳ ଭୋଗ କରୁଛି ନା କିଛି ତାର ଅଛି ସୂତ୍ର ପୂର୍ବ ଜନ୍ମର କର୍ମ ଫଳ ଭୋଗିପାରେ କିନ୍ତୁ ତାର କଥା ହଉଛି ଯେ ସିଏ ପିଲାଟି ଯେତେବେଳେ ଜନ୍ମ ହେଲା ତା ବାପ ମାଙ୍କର କର୍ମ ଯୋଗୁ ସିଏ ସୁବେଳରେ ଜନ୍ମ ହେଲା ଯୋଉ ବେଳରେ ଜନ୍ମ ହେଲା ସେଇ ସମୟରେ ଆମର ସୌର ଜଗତର ଗ୍ରହ ନକ୍ଷତ୍ର ଯୋଉ ପ୍ରଭାବ ବିସ୍ତାର କଲେ ସେଇ ପ୍ରଭାବ ଅନୁସାରେ ଆକର୍ଷଣ ଅନୁସାରେ ତାର ପ୍ରକୃତି ଗଠନ ହେଲା ସେଇ ପ୍ରକୃତି ଦ୍ୱାରା ସିଏ କଣ ହବ ନା ଭଲ ହବ ଚୋର ହବ କି ମନ୍ଦ ହବ ସେଗୁଡା ସବୁ ସ୍ଥିତି ଗଠନ କରାଗଲା ଏକରେ ସଂସ୍କାର ଦ୍ୱିତୀୟରେ ପ୍ରକୃତି ତୃତୀୟରେ ହେଲା ଆମର ଜନ୍ମ ସମାନ ହେଲା ଏଇ ତିନିଟା ଏକାଠି ହେଇସାରିଲା ପରେ ତାର ମାନେ ପ୍ରକୃତି ଗଠିତ ହୁଏ ତେଣୁ କିଏ ହୁଏ ଆଉ ଗୋଟେ କଥା ମୁଁ ଜଣେ ମତେ କହିଲେ ତ ସେଟା ପଚାରୁଛି ଇଏ ସଙ୍ଗମ ସମୟରେ ଠିକ ହେବା ଦରକାର ହଁ ମୁଁ କହିଲି କଣ ବୁଝିପାରିଲି କି ସେଟା ବା ଜନ୍ମର ସମୟ ଯୋଉ ସମୟରେ ସେ ଜନ୍ମ ହବ ସେଇ ସମୟରେ ଆମର ସୌର ଜଗତର ଗ୍ରହ ନକ୍ଷତ୍ର କୋଉ ଡିଗ୍ରୀରେ ରହିବେ ହେଲା ଆଗରୁ ଯୋଉ ରଜା ମାନେ ଯୋଉ ରାଜପୁତ୍ର ଜନ୍ମ ହଉଥିଲେ ସେ ଆମର ଜ୍ୟୋତିଷ ମାନେ ନିର୍ଦ୍ଧାରଣ କରିକି ସମୟ କହୁଥିଲେ ଯୋଉ ସମୟରେ କି ସେ ପିଲା ଜନ୍ମ ହଉଥିଲା ଏବଂ ସେ ଜଣେ ସୁମାନବ ହଉଥିଲା ଠିକ ସେମିତି କହିଲେ ନା ବାପ ମାନ ତିନିଟା କଥା ବୁଝିଲନି ପ୍ରଥମ କଥା ହେଲା ପୂର୍ବ ଜନ୍ମର ସଂସ୍କାର ଦ୍ୱିତୀୟ କଥା ହେଲା ବାପ ମାଙ୍କର କର୍ମ ତୃତୀୟରେ ହେଲା କଣ ନା ଗ୍ରହ ନକ୍ଷତ୍ର ମାନଙ୍କର ପ୍ରଭାବ ଏଇ ତିନିଟା ଦ୍ଵାରା ଏକାଠି ହବା ଦ୍ଵାରା ମଣିଷ ସୁମାନବ କୁମାନବ ବିଭିନ୍ନ ପ୍ରକାର ଜନ୍ତୁ ହୁଏ ହେଲା ଆଉ ମୁଁ ମ୍ୟାରେଜ କରିଛି ତ ଦେଖିକିରି ସେଇଟା କଲେ ହବ ସେଇଟା ସେ ବିଷୟରେ ମୁଁ ଜାଣିନି ସେଇଟା ଜ୍ୟୋତିଷ ମାନଙ୍କୁ ପଚାରିବ ହଁ ଜ୍ୟୋତିଷ ମାନେ କହିଦେବେ ଆଜ୍ଞା ଭଗବାନ ଯାହା ଚାହାନ୍ତି ପ୍ରାଣୀର ମଙ୍ଗଳ ପାଇଁ ନା କଣ କହୁଛ ପ୍ରଶ୍ନ ଟା କଣ ମୋର କଥା କଣ କି ମୁଁ ଜାଣିବାକୁ ଚାହୁଁଛି ଯଦି ଭଗବାନ ଯାହା ଚାହାନ୍ତି ପ୍ରାଣୀର ମଙ୍ଗଳ ପାଇଁ ତାହେଲେ ଯେତେବେଳେ କଷ୍ଟ ଟା ପାଉଛି ମଣିଷ ସେ କାନ୍ଦିବାକୁ ବସେ କଣ ପାଇଁ ମଣିଷ କିଏ ଭଗବାନ କିଏ ନା ଆଜ୍ଞା କହିପାରିବିନି ଆପଣ କହୁଛ କେମିତି ମଣିଷ ଚାହୁଁଛି ତମ ପାଇଁ ନିଜେ ଭଗବାନ ଆଚ୍ଛା ତମେ ଯେତେବେଳେ ଚାହୁଁଛ ତମେ ନିଜେ ହିଁ ଚାହୁଁଛ ଭଗବାନ ଆଉ ଗୋଟେ କୋଉଠି ନାହାନ୍ତି ଆତ୍ମା ହିଁ ଭଗବାନ ଆଜ୍ଞା ଏ ଦେହ ଭିତରେ ଯୋଉ ଆତ୍ମା ଅଛି ସେଇ ନିଜେ ଭଗବାନ ବୁଝିଲ ନା ଆତ୍ମା କଣ ହଉଛି ନା ଆଉ ଦେହ ଭିତରେ ଯେତେବେଳେ ପଶୁଛି ସେ ମନ ରୂପରେ ଆଉ ଗୋଟେ ଶକ୍ତିରେ ପରିଣତ ହେଇଯାଉଛି ସେ ଆତ୍ମା ନିଜେ ନିଜକୁ ଭାବୁଛି ମୁଁ ଆତ୍ମା ନୁହେଁ ମୁଁ ହଉଛି ମନ ମୁଁ ହଉଛି ଦେହ
ହେଲା। ତମେ ତମେ ନିଜକୁ ଆତ୍ମା ବୋଲି ନ ଭାବିକି ତମେ କହୁଛ ତମେ ମନ ତମେ ଦେହ, ସେଇଥିପାଇଁ ତମେ ଯାହା ଚାହୁଁଛ ତମେ ତମର କରୁଛ। ଭଗବାନ କଣ ପୂରଣ କରିବେ? ଭଗବାନଙ୍କର କଣ ଇଚ୍ଛା ଅଛି? ସେ ବା ସ୍ୱୟଂ ପରମ ବ୍ରହ୍ମ, ତାଙ୍କର କିଛି ନାହିଁ। ସେ ନିର୍ଗୁଣ ନିରାକାର, ତାଙ୍କର କୌଣସି କାମନା ନାହିଁ। ତାପରେ ତମେ ତମେ ଯାହା କରୁଛ ଭଗବାନ କାହିଁକି ତମ କଥା ଚାହିଁବେ? ତମେ ଯାହା କରୁଛ ତମ କର୍ମଫଳ ତମେ ଭୋଗିବ, ଭଗବାନ କିଏ ସେ ଆଉ ଅଧିକ କରିବେ? ଆଚ୍ଛା। ତାମାନେ ଏଟା କଷ୍ଟ ପାଇବାଟା କେବଳ ଖାଲି ନିଜର କର୍ମ ଫଳ। ନିଜ ଯୋଗୁ, ନିଜ ଯୋଗୁ। ଆଜି ତମେ ବ୍ଲେଡରେ ତମ ହାତଟା କଟିଗଲା, କଷ୍ଟ ତମେ ନିଜେ ପାଇବ। ଏ କଷ୍ଟଟା କେମିତି ପାଇଲ? କଟିଯିବାର ତ। ବାସ୍, ସେ କାଟିବାର କାରଣଟା ତମେ ନିଜେ। ତମେ ନିଜେ ସୁଖ ଦୁଃଖ କରୁଛ, ତମେ ନିଜେ ସୁଖ ପାଉଛ, ତମେ ନିଜ କର୍ମ ଅନୁସାରେ ତମେ ସୁଖ ପାଉଛ, କର୍ମ ଅନୁସାରେ ଦୁଃଖ ପାଉଛ, ନିଜ କର୍ମ ଅନୁସାରେ କଷ୍ଟ ଭୋଗୁଛ। ତମ କର୍ମ ଅଶୁଦ୍ଧ ଥିବାରୁ ତମେ କଷ୍ଟ ଭୋଗୁଛ। କର୍ମ ଯେତେବେଳେ ବିଶୁଦ୍ଧ ହେଇଯିବ ଆଉ ତମର କଷ୍ଟ ନାହିଁ। ନିଜ କର୍ମକୁ ଆଗେ ସୁଧାର। କର୍ମକୁ ଠିକ କଲେ କଷ୍ଟ ଭଲ ମନ୍ଦ ସବୁ ଠିକ ହେଇଯିବ। ତମେ କର୍ମ ଠିକ ବାଟରେ କରୁନା ବୋଲି କଷ୍ଟ ପାଉଛ। ତାମାନେ କେବଳ ଗୋଟିଏ ରାସ୍ତା, ସବୁ ମୁହୂର୍ତ୍ତରେ ଯଦି ଆମେ କର୍ମଟି ଠିକ କରିବା ନିଶ୍ଚିତ ଭଲ ଫଳ ପାଇବା। ସବୁ କର୍ମ ହଉଛି ମୂଳ। ତମେ କର୍ମ ଯଦି ଠିକ କରିବ ଭଲ ମନ୍ଦ ସବୁ ପାଇବ। କର୍ମ ଭୁଲ କଲେ ମନ୍ଦ ପାଇବ, କର୍ମ ଠିକ କଲେ ଭଲ ପାଇବ। ଏଥିରେ ଭଗବାନ କିଛି ନୁହନ୍ତି। ସିଏ ତ ନିର୍ଗୁଣ ପୁରୁଷ, ସିଏ କାହିଁକି ତମ କର୍ମର ଇଏ ହେବେ? ସ୍ୱଭାବେ ଦେବେ ଛାୟାବତ, ବସନ୍ତି କର୍ମର ଆୟତ। ଦେବତା ମାନେ କଣ କରନ୍ତି ନା ଛାୟା ସଦୃଶ, ଦେହରେ ଛାଇ ଭଳିଆ ଦେବତା ମାନେ ଅଛନ୍ତି। ତମେ ହାତଟାକୁ ଟେକିଲେ ଛାଇ ହାତଟାକୁ ଟେକିବ, ତମେ ପକେଇଲେ ଛାଇଟାକୁ ପକେଇବ। ସେମିତି ତମେ ଯେମିତି କର୍ମ କରିବ ଦେବତା ସେମିତି ତମକୁ ଫଳ ଦେବେ। ତମ କର୍ମ ଅନୁସାରେ ଦେବତା ମାନେ ଫଳ ଦିଅନ୍ତି। ସେ କୋଉଠୁ ବଳେ ବେଳେ କିଛି ଫଳ ଆଣିକି ଦେଇପାରିବେନି। ତମେ ଯାହା କରିବ ସେ ଅନୁସାରେ ଫଳ ପାଇବ। ଶିଷ୍ୟର ବିନୟ ଶୁଣି ଗୁରୁ ପୂର୍ଣ୍ଣାନନ୍ଦ କହିଲେ ଗଣେଶ ଶୁଣ କହିବା ଏକଳି ଯୁଗର କଥା ଶୁଣରେ ନନ୍ଦନ, କଳି ଯୁଗେ ତୀର୍ଥବର୍ତ୍ତ କଲେ ଚାରି ଧାମ। ଚାରି ବେଦ ପଢିଣ ଯେ ନ ଜାଣିଲେ ଭେଦ, ଭାବରେ ନ ଚିହ୍ନି ଯେ କଲେକ ହୋମ ଯାଗ। ଏବେ କହୁଅତି ତତେ ଭେଦ କର ତୁହି, ସଂସାର ଭାବ ମଧ୍ୟ ଅଛନ୍ତି ଭାବଗ୍ରାହୀ। ଆଜ୍ଞା, ସଂସାର ବୋଲେ ଆମର କଣ ଶରୀରଟା? ଯାହା ବୁଝିବ ତାହା ଚଳିବ। ସଂସାର ଶରୀରକୁ ବୁଝିବ, ସଂସାର ବିଶ୍ୱ ବ୍ରହ୍ମାଣ୍ଡକୁ ବି ବୁଝେଇଲେ ହବ। ବ୍ରହ୍ମାଣ୍ଡ ଭିତରେ ଭାବଗ୍ରାହୀ ଅଛନ୍ତି, ଶରୀର ଭିତରେ ବି ଭାବଗ୍ରାହୀ ଅଛନ୍ତି। ହଁ ଠିକ କହିଲେ। ଥ୍ୟାଙ୍କ ୟୁ ସାର୍। ଭାବକୁ ଚିହ୍ନିଲେ ପାଇବୁ ଭଗବାନ, ନ ଚିହ୍ନି ତୀର୍ଥ କଲେ ପିଣ୍ଡଟି ଅକାରଣ। ବୁଝିଲେ ବ୍ରହ୍ମାଣ୍ଡ ଯା ପିଣ୍ଡରେ ତାହା ଅଛି। ଏବେ ବୁଝିଲୁ ତ, ଯୋଉ ଭାବଗ୍ରାହୀ କଥା କହୁଥିଲୁ, ପିଣ୍ଡରେ ଯାହା ଅଛି ବ୍ରହ୍ମାଣ୍ଡରେ ମଧ୍ୟ ତାହା ଅଛି। ଠିକ କହିଲେ ଆଜ୍ଞା। ଆତ୍ମଜ୍ଞାନ ସକଳ ଶରୀରରେ ପ୍ରକାଶ ହୋଇଅଛି। ଆତ୍ମାକୁ ଚିହ୍ନିଲେ ତୀର୍ଥବର୍ତ୍ତ କି କରିବ, ସର୍ବଦା ଅମୃତ ପାନ କରୁଅଛି ଜୀବ। ଆଜ୍ଞା, ଅମୃତ ପାନ ଟା କୋଉଠୁ କରୁଛି ଜୀବଟା? ଜୀବ ଅମୃତ ମାନ କୋଉଠି କରୁଛି? କିରେ ଅମୃତ ଝରୁଛି ଯୋଉ ଜାଗାରେ ସେଇଠି ପାନ କରୁଛି। ଅମୃତ ଝରୁଛି ଲଳନା ଚକ୍ରରୁ। ନୟନ ଚକ୍ରରୁ ନା? ଲଳନା। ନଳନା ବୋଲି ଆମର ଯୋଉ ଘଣ୍ଟିକାଟା? ଲଳନା ଚକ୍ର, କଣ୍ଠ ଚକ୍ର ଉପରେ ଛୋଟ ଜୀବ ଉପରେ ସେଠି ଗୋଟେ ଶୂନ୍ୟ ଅଛି। ଘଣ୍ଟିକା। ସେ ଘଟିକା ଉପରେ ଯୋଉ ଶୂନ୍ୟ ଅଛି, ସେଇଠୁ ସେ ଅମୃତ ଝରୁଛି ଆସିକି କୋଉଠି ନା ଶିବ ରହିଛନ୍ତି, ହର ପାର୍ବତୀ ରହିଛନ୍ତି କଣ୍ଠଚକ୍ରରେ, ତାଙ୍କ ମସ୍ତକରେ ସେ ଅମୃତ ପଡୁଛି ଏବଂ ଜୀବ ତାକୁ ପାନ କରୁଛି। ସେ ଜାଗାଟା କଣ କହୁଛନ୍ତି ଆଜ୍ଞା କହିଲେ? ସେଟାକୁ ଲଳନା ଚକ୍ର। ଲଳନା। ହଁ ସାର୍, ଟିକେ ଗୋଟେ ସେକେଣ୍ଡ ମୁଁ ଲେଖିଦଉଛି ସେଟା। ଲଳନା ଚକ୍ର ବୋଲି। ଥ୍ୟାଙ୍କ ୟୁ ସାର୍। ମୁଁ ଯାହା ହଉ ଆପଣଙ୍କର ଇଏରେ ମୁଁ ବହୁତ କିଛି ଶିଖିବି ଆଜ୍ଞା। ମୁଁ ପଢି ଯିବି। ଆପଣ କାଲି ମୁଁ ସବୁଦିନ ଯୋଉଦିନ ମତେ ସମୟ ମିଳିବ ମୁଁ ସାର୍ ଆପଣଙ୍କ ପାଖକୁ ଫୋନ କରିବି ସାର୍। ହଁ ଯାହା ହଉ ଗୁରୁଜୀ, ଆପଣ ବହୁତ, ଆପଣଙ୍କୁ କଣ କହିବି କେମିତି ମୁଁ ମତେ ବେଶୀ ଖୁସି ଲାଗୁଛି ଗୁରୁଜୀ। ନା ଜ୍ଞାନୀ ମାନେ ନ ଜାଣନ୍ତି ଏଥିରେ ଯେଉଁ ତତ୍ତ୍ୱ, ଅଜ୍ଞାନୀ କି ଜାଣେ ଏହା ଅଟେ ଅଚମ୍ବିତ। ଏବେ କହିଦେବା ଶୁଣ ଶିଶୁ ବେଦ ବାଣୀ, ସକଳ ଦେହ ରହିଛି ନ ଚିହ୍ନନ୍ତି ପ୍ରାଣୀ। ଶିଶୁ ବେଦଟା ଆଜ୍ଞା କୋଉଠି ଅଛି ଆମର? ସକଳ ଦେହରେ ଅଛି ଶିଶୁ ବେଦ। ଆଚ୍ଛା, ଶିଶୁ ବେଦ ମିନ୍ସ ଭଗବାନ ପରମାତ୍ମା ପରମେଶ୍ୱର ନାଇଁ? ନାଇଁ, ବେଦ ତ 5 ପ୍ରକାର 4 ପ୍ରକାର ନା।
ବେଦ ଋକ୍ ଯଜୁ ସାମ ଅଥର୍ବ ହେଲେ 4ଟା ବେଦ। ଚାରି ଭିତରୁ ଶିଶୁ ବେଦ ହଉଛନ୍ତି ଗୁପ୍ତରେ ରହିଛନ୍ତି। ଏ 4 ବେଦ ପ୍ରକାଶ ପାଇଛନ୍ତି ହେଲା। 4 ବେଦ କୋଉଠି ରହିଛି କହୁଛି ତ ଶୁଣୁ। 4 ବେଦ ପ୍ରକାଶ ପାଆନ୍ତି, ଶିଶୁ ବେଦ ଗୁପ୍ତରେ ଥାଆନ୍ତି। 4 ବେଦ କିଏ ସେ ନା ମୁଖ ନାସା ଚକ୍ଷୁ କର୍ଣ୍ଣ ବୁଝିଲେ କି। ଏ 4 ଜାଗାରେ 4ଟା ବେଦ ରହିଛି ବୁଝିଲେ କି। ଋକ୍ ଯଜୁ ସାମ ଅଥର୍ବ ଋଗ୍ବେଦ ମୁଖରେ, ଯଜୁର୍ବେଦର ନାସାରେ, ସାମବେଦ ଚକ୍ଷୁରେ, ଅଥର୍ବ ବେଦ କର୍ଣ୍ଣରେ। ଏ 4 ବେଦ ପ୍ରକାଶ ପାଇଛି। ଆଉ ଗୋଟିଏ ଶିଶୁ ବେଦ ଯିଏ ଗୁପ୍ତ ରହିଛି ସେ ହଉଛି ଲଲାଟ ଚକ୍ର ମଧ୍ୟରେ ଶିଶୁ ବେଦ ଗୁପ୍ତରେ ଅଛି। ଶିଶୁ ବେଦ ନା ସାର୍? ଶିଶୁ ବେଦ ଲଲାଟ ମାନେ ଆଖି ସାର୍? ଲଲାଟ ମାନେ ଯୋଉ ଆଖି ଆଇବ୍ରୁ ସେଣ୍ଟର ନାହିଁ ଗୁଲତା 2ଟା ତା ମଝି ଜାଗାରେ ଯିଏ ରହିଛି ସେଇଠି ଶିଶୁ ବେଦ ଅଛି। ଆଚ୍ଛା ଆମ ନାକ ଉପରଟା ସାର୍? ହଁ ନାକ ମୂଳର ଉପରକୁ। ଯାହା ହଉ ସାର୍ ମୁଁ ଦେଖିଲି ଏଇ ଜିନିଷ ଏବେ ଜଣା ପଡୁନଥିଲା, ଆପଣ ମତେ ସବୁ କହି ଗଲେ। ଲଲାନ ଚକ୍ର ସାର୍ ଅଛି ଆମର ଜୀବ ଉପରକୁ ସାର୍, ଛୋଟ ଜୀବ ଉପରକୁ, ହଁ ନା ସାର୍? ନା ଲଳନା ଚକ୍ର, ସେଟା ଲଳନା ଚକ୍ର। ସେଟା କି ଚକ୍ର କହିଲେ? ଲଳନା। ଆଚ୍ଛା ଲଳନା। ଏବେ କହିଦେବା ଶୁଣ ଶିଶୁ ବେଦ ବାଣୀ, ସକଳ ଦେହ ରହିଛି ନ ଚିହ୍ନନ୍ତି ପ୍ରାଣୀ, ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ପାବଚ୍ଛ ହୋଇଛି, ରତ୍ନ ସିଂହାସନ ପରେ ବିଶ୍ରାମ କରିଛି। ଆଜ୍ଞା ହଁ କଣ କହୁନୁ? ଉର୍ମ ଧୂମ୍ର ଜ୍ୟୋତି ଜ୍ୱାଳା ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ହେଲା। ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ସେଇଠି ଉର୍ମ ମୁଖ, ଧୂର୍ମ ନାସା, ଜ୍ୟୋତି ଚକ୍ଷୁ, ଲେଖି ଦଉଛି। ଆରେ ବାବୁ ଲେଖିବୁ କେତେ ସମୁଦ୍ରରୁ, ଏଇଠିକି ଆ ସବୁ କହିଦେବି ମଠକୁ ଆସିଲେ। ମୁଁ ତ କେତେ ଲେଖିବୁ, ଲେଖି ଲେଖିକି ପୁରା ଏକଦମ ବେଦମ ହେଇଯିବୁ, କିଛି ପାଇବୁନୁ ଭବ ବନରେ ପଶିକି। ଗୁରୁ ଧରିଛୁ ନା? ହଁ ଗୁରୁ କରିଦେଇଛି। ଗୁରୁ କରୁଛୁ ଯେ ଗୁରୁ କହିନାହାନ୍ତି ନା? ଗୁରୁ ମତେ ସେ ଖାଲି ଅଷ୍ଟଦଳଟା କହିଦେଇଛନ୍ତି ଆଉ ପଞ୍ଚଭୂତଟା କହିଦେଇଛନ୍ତି। ବାସ୍ ଗୁରୁଙ୍କୁ ଆଉ ପଚାରେ, ସବୁ କହିଦେବେ। ଗୁରୁଙ୍କୁ ପଚାରିଲା ବେଳୁ ଗୁରୁଙ୍କର ରାତିରେ ତାଙ୍କେ 6ଟା ହେଲା ବେଳୁ 6ଟା 7ଟା ତାଙ୍କେ ଶୋଇ ପଡୁଛନ୍ତି। ହେଲା ବେଳୁ ମୁଁ ଚାକିରି କରୁଛି, ବାହାରେ ରହୁଛି ଆଜ୍ଞା। ଆପଣଙ୍କର ଆପଣଙ୍କୁ ବେଶୀ ଫଲୋ କରୁଛି। ଆପଣ ସେ ଯୋଉ ଆପଣଙ୍କର ସବୁ ଚ୍ୟାନେଲ ଯାହା ମୁଁ ବେଶୀ ଦେଖିଥାଉଛି, ଆପଣଙ୍କ ନମ୍ବର ଥିଲା। ଯାହା ହଉ ମୁଁ କହିଲି ଯାହା ହଉ ମତେ ଭଗବାନ ଠିକ ଜାଗାରେ ନେଇକି ପହଞ୍ଚେଇଛନ୍ତି। ତାଙ୍କର ଆଶୀର୍ବାଦ ଥିବା ଯୋଗୁଁ ମତେ ଆଜି ଯାହା ହଉ ଗୁରୁ ରୂପେ ମତେ ଭଗବାନ ଆଜି ମିଳିଛନ୍ତି। ହଉ ଠିକ ଅଛି, ଲେଖିବୁ ପଚାରେ ମୁଁ କହିବି। କିନ୍ତୁ ଗୋଟେ କଥା ମନେ ରଖିଥା, ଏମିତି ବୁଲି ବୁଲିକି ଜୀବନ ପଳେଇବ। ମେନ୍ କଥା ଗୁଡାକ ଧ, ତେବେ ଯାଇକି ପାଇବୁ ବାଟ। ଆଚ୍ଛା ମେନ୍ କଥା କଣ ଆଜ୍ଞା କହୁନାହାନ୍ତି? ମେନ୍ କଥା ସେ ଗୁରୁ କହିବେ, କଥାଟି ରହିଥା ସେଇଠି। ମେନ୍ କଥାଟା ଗୁରୁ କହିବେ ନା, ଗୁରୁ ସେ ବାଟ ବତେଇବେ ଯୋଉଥିରେ କି ଏଗୁଡା ସବୁ ଜ୍ଞାନ ଗୁଡା ତୁ ପଚାରିବୁ ଗୁରୁଙ୍କୁ, କଣ କଲେ ସବୁ ଜ୍ଞାନ ଗୁଡାକ ମୋର ହେଇଯିବ। ଯଦି ଗୁରୁଙ୍କର ତାକତ ଥିବ ସେ କହିଦେବେ, ଯଦି ତାକତ ନଥିବ କହିପାରିବେନି। ଗୁରୁ ଯଦି ସଦ୍ଗୁରୁ ହେଇଥିବେ କହିଦେବେ, ଯଦି ସଦ୍ଗୁରୁ ନ ହେଇଥିବେ ମୋଟେ କହିପାରିବେନି। ନାଇଁ ତାଙ୍କେ କହିଛନ୍ତି 2ଟା ଜିନିଷ ସଦାବେଳେ ଅରିଷି ସଦାବେଳେ ଭଜିବାକୁ, ପବନ ଉପରେ। ତାଙ୍କେ କହିଲେ ପବନ ଉପରେ ଏ 2ଟା ଜିନିଷ ସଦାବେଳେ ଭଜିବୁ। ଆପଣ କହିଛନ୍ତି ଅଜପାଟା, ଆପଣଙ୍କର ମୁଁ ଦେଖୁଛି ଅଜପାଟା ଦେଖିଥିଲି। ଆପଣ ତ ସେଠି ପୁରା ଅଜପା କହିଦେଇଛନ୍ତି, ଏକାକ୍ଷରଟା ବି କହିଛନ୍ତି। ଆଉ ମାନେ ଏକାକ୍ଷରଠୁ ଅଧିକ ଅଜପାକୁ ଜପିବାକୁ ଆପଣ କହିଛନ୍ତି ନା ସାର୍? ହଁ ସେଇଟା ତ ମୁଁ ସେଟା ଆପଣଙ୍କୁ ଦେଖିକି ମତେ ବେଶୀ ଖୁସି ଲାଗିଲା। ମୁଁ ଫିର ବି ଆପଣଙ୍କ ପାଖକୁ ଯିବି ଆଜ୍ଞା, ନିଶ୍ଚୟ ଯିବି। ଆପଣଙ୍କ ସେ ଆଡ୍ରେସଟା ଅଛି, ଆପଣଙ୍କ ନମ୍ବର ମୁଁ ସେଭ୍ କରିବି, ନିଶ୍ଚୟ ଯିବି ସାର୍। ଆପଣଙ୍କଠୁ ବହୁତ କିଛି ମତେ ଶିଖିବାର ଅଛି ହେଲେ ସାର୍। ହଉ ଆସିବୁ। ସାର୍ ଏଇ ଜିନିଷ ମୁଁ ବିଲକୁଲ ଜାଣିପାରୁନଥିଲି। ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳା ହୋଇଛି, ସବୁ କହିଦେବି ଆସିଲେ ମୁଁ ଗୋଟି ଗୋଟି କରି ସବୁ ବୁଝେଇଦେବି। ଆରେ ପୁରା କ୍ଲିୟର କରିଦେବି। ମୁଁ ତ କରୁଛି ନା, କ୍ଲିୟର ଦଉଛି ସବୁ। ମାନେ ୟୁଟ୍ୟୁବରେ ଛାଡୁଛି କେବଳ ତମମାନଙ୍କୁ ଜାଣିବା ପାଇଁ, ବୁଝିଲ ନା? କାହିଁକି ନା ଲୋକମାନଙ୍କୁ ଜଣେଇବା ପାଇଁ ହିଁ କେବଳ ମୁଁ ଯୋଉ ଆଧ୍ୟାତ୍ମିକ ଚ୍ୟାନେଲ ଖୋଲିଛି ଅଖିଳ ଜ୍ୟୋତି, ସେ ତମମାନଙ୍କୁ ସବୁ କଥା ଗୁଡା ଜଣେଇବା। ଆହୁରି ବହୁତ କଥା ଅଛି। ଗୋଟେ କଥା ହଉଛି ମୋ ପାଖରେ କେହି ନାହାନ୍ତି ବୋଲିକି ମୁଁ ପ୍ରକାଶ କରିପାରୁନାହିଁ।
ମୋ ପାଖକୁ କେହି ଜଣେ ଆଉ ଜଣେ ଆସିଷ୍ଟାଣ୍ଟ ମିଳିଗଲେ ମୁଁ ସବୁ ଗୁଡାକ ତମ ପାଖରେ ନେଇ ପହଞ୍ଚେଇଦେବି। ଠିକ କହିଲେ ଆଜ୍ଞା। ମୁଁ ହଉଛି ଆକ୍ଚୁଆଲି ପୂର୍ଣ୍ଣାନନ୍ଦଙ୍କର ଶିଷ୍ୟ। ପୂର୍ଣ୍ଣାନନ୍ଦ ନାଇଁ, ପୂର୍ଣ୍ଣାନନ୍ଦଙ୍କର ଅଚ୍ୟୁତ ଗୋତ୍ର ଆମର। ଅଚ୍ୟୁତାନନ୍ଦ ନଥିଲେ କି ସେ ଅଚ୍ୟୁତାନନ୍ଦ ଆମର ସବୁ କହୁଛନ୍ତି ଆମେ ଅଚ୍ୟୁତା ଗୋତ୍ର ଆଉ ପୂର୍ଣ୍ଣାନନ୍ଦଙ୍କର ଶିଷ୍ୟ ବୋଲି କହୁଛନ୍ତି ଆଜ୍ଞା। ହଉ ସେ ସବୁ ତ ପାଠ ଗୋଟେ ନା। ହଁ ପାଠ ଗୋଟେ ଯେ ମାର୍ଗ କଣ ଦେଇଛନ୍ତି ତାକୁ ଆସିକି ରିସର୍ଚ୍ଚ କରି ତମେ ଆସିଲେ ମୁଁ ଏଠି ରିସର୍ଚ୍ଚ କରିକି ଧରି ପକେଇବି ନାହିଁ। କାହିଁକି ନା ସବୁ ସମେତ ସବୁ ଗୁରୁ କହୁଛନ୍ତି କିନ୍ତୁ ଏଠି ଯୋଉମାନେ ବହୁତ ଲୋକ ଆସିକି ନୂଆ ଦୀକ୍ଷା ନେଉଛନ୍ତି ସେମାନେ ଦେଖିଲା ବେଳକୁ ତାଙ୍କ ଗୁରୁ ସେ ସବୁ ମୁହଁରେ କହିଦଉଛନ୍ତି ତାଙ୍କ ଗୁରୁ ଦେଖିଲାକୁ ଗୁରୁ ଘର ତତ୍ତ୍ୱ ଦେଖିଲାକୁ ଠିକ ନାହିଁ ବେଠିକ ବାଟରେ ଚାଲୁଛନ୍ତି। କେମିତି ହବ? ତେଣୁ ଠିକ ବାଟରେ ଚାଲିବା ପାଇଁ ହେଲେ ତମେ ଠିକ ବାଟରେ ଚାଲିବ ନା ଆଉ। ଠିକ କହିଲେ ଆଜ୍ଞା, ଠିକ କହିଲେ ଆଜ୍ଞା, ଠିକ କହିଲେ। ଆପଣଙ୍କ ଘରଟା ସାର୍ ଭଦ୍ରକ? ଆମର ଘର କଣ, ଆମର ତ ଆଶ୍ରମ ମଠ ଆଉ। ବରକଣା ହେଲେ କୋଉଠି ସାର୍? ଭଦ୍ରକ ପାଖରେ? ଭଦ୍ରକ ହଁ। କୋଉଠୁ କହୁଛୁ କଣ? ମୁଁ ତ ସାର୍ ବର୍ତ୍ତମାନ ତ ମୁଁ ସାର୍ ଏଇଠୁ ଅରୁଣାଚଳ ପ୍ରଦେଶରୁ କହୁଛି। କିନ୍ତୁ ମୋର ଘରଟା ହଉଛି ଭଞ୍ଜନଗର ସାର୍। ଭଞ୍ଜନଗର ଘର ହେଲେ ଆମର ଭଦ୍ରକ ଜିଲ୍ଲା ଯାଜପୁର ରୋଡ ପାଖାପାଖି ହଉଛି ଆମ ଆଶ୍ରମ। ଗଲେ ସାର୍ ରହିବା ପାଇଁ ସବୁ ଅଛି ବନ୍ଦୋବସ୍ତ ଅଛି, ରହିବା ପାଇଁ ସୁବିଧା ଅଛି। ଯାହା ମୁଁ ଖାଇବି ତୁ ସେୟା ଖାଇବୁ। ସାର୍ ସେଇଟା ତ ଆପଣଙ୍କ ଅମୃତ ସାର୍। ମୁଁ ଆପଣ ଯଦି ଆପଣଙ୍କର ହାତରୁ ଯଦି ଆପଣ ହାତରୁ ବି ନ ଖାଇଲେ ମଧ୍ୟ ଯଦି ସେଇଠୁ କିଛି ଯଦି ଜିନିଷ ମୁଁ ଗ୍ରହଣ କରୁଛି ସେଇଟା ମୋ ପାଇଁ ଅମୃତ ସାର୍। ଠିକ ଅଛି, ଆସିବୁ ଏଠି ଖାଇବା ପିଇବା ରହିବା ଫିଷ୍ଟ କରିବା ତାପରେ ସବୁ କଥା ବୁଝିବୁ ପଳେଇବୁ ଆଉ କଣ। ହଉ କହିଲେ ସାର୍ ଆପଣଙ୍କ ସାର୍। ହଉ ଆଉ ଗୋଟେ କଥା ଟିକେ ପଚାରିଦେଇ ସାର୍, ଆପଣଙ୍କର ଇଏ କଣ କଣ ଏଇଟା ସାର୍ କୋଉ ମାର୍ଗଟା ଏଇଟା? ଆମର ସେ ଅଚ୍ୟୁତ ଗୋତ୍ର ଅନନ୍ତ ଶାଖା ନିରାକାର ପ୍ରବର ବିଷ୍ଣୁ ସ୍ୱାମୀ। ଅଚ୍ୟୁତ ଗୋତ୍ର ଆପଣଙ୍କର ବି ସାର୍ ନା? ହଁ ଆମର ଅଚ୍ୟୁତ ଗୋତ୍ର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ଆମର ହଉଛନ୍ତି ଗୁରୁ। ସାର୍ ଆଉ ଟିକେ ପଚାରିଦେଇ ଆପଣଙ୍କୁ ତାପରେ ସେଇଟା ଆପଣ ରଖିଦେବେ ସାର୍। ସେ କହୁଛି ଯାହାର ଯେ କାଳ ବେଳ ଜାଣି ଯୋଗ ହେବ ଚନ୍ଦ୍ର ସୂର୍ଯ୍ୟ ବାରି ଯୋଗ ଆରମ୍ଭ କରିବ। ସୂର୍ଯ୍ୟର ଭୋଜନ ଆଉ ସୂର୍ଯ୍ୟରେ ଗମନ ସୂର୍ଯ୍ୟ ଘରେ ନନ୍ଦନରେ କରିବୁ ସ୍ନାନ। ଚନ୍ଦ୍ର ଘରେ ଭୋଜନ ଯେ ଚନ୍ଦ୍ର ଘରେ ସ୍ନାନ ଚନ୍ଦ୍ରରେ ଗଗନ କଲେ ଆୟୁ ହୋଇ କ୍ଷଣ। ଚନ୍ଦ୍ରରେ କରିବୁ କର୍ମ ଚନ୍ଦ୍ରରେ ଶୟନ। ଚନ୍ଦ୍ରରେ ପଦାକୁ ଯିବୁ ସୁଣରେ ନନ୍ଦନ। ସୂର୍ଯ୍ୟ ଘରେ ଶୟନ ସୂର୍ଯ୍ୟରେ କାମ ସୂର୍ଯ୍ୟରେ ପଦାକୁ କେବେ ନ ଯିବୁ ରେ ନନ୍ଦନ। ହେତୁ ରଖିଥିବୁ ଏବେ ଗୁରୁ ବେଦ ବାଣୀ ଚନ୍ଦ୍ର ଚାରି ସାର୍ ଏଇଟା ନାହିଁ ଆଉ ଗୋଟେ ସେଟା ସବୁ ଠିକ ଅଛି କିନ୍ତୁ ଟିକେ ପାଲଟ ଅଛି। ହଁ ଟିକେ ସାର୍ ଏଇଟା ଟିକେ ଶୁଣନ୍ତୁ ଟିକେ। ଚନ୍ଦ୍ର ସୂର୍ଯ୍ୟ କୃଷ୍ଣ ଧରି ଯେବେ ଭୋଗ ପାଇ ନିଶ୍ଚୟ ହବ ନନ୍ଦନ ସଞ୍ଚୟ ଏଠେ ନାହିଁ। ଏଇଟା ଟିକେ ସାର୍ ବୁଝିପାରିଲେନି ମୁଁ। କଣ ହେଲା ଆଉ ଥରେ ପଢ। ଚନ୍ଦ୍ର ସୂର୍ଯ୍ୟ କୃଷ୍ଣ ଧରି ଯେବେ ଭୋଗ ପାଇ ନିଶ୍ଚୟ ହବ ନନ୍ଦନ ସଞ୍ଚୟ ଏଠେ ନାହିଁ। କଣ ହେବ? ନନ୍ଦନ ହଁ ପୁଅ ହବ। ସେଇ ସୂତ୍ରରେ ତମେ ଭୋଗ କଲେ ତମର ପୁଅ ହବ ଆଉ କଣ ହେଲା? ହଁ ସାର୍ ଏଇଟା କେମିତି ମାନେ କେମିତି ଚନ୍ଦ୍ର ସୂର୍ଯ୍ୟ କୃଷ୍ଣ ଧରି ମାନେ କେମିତି? ମୁଁ ତ ସଂସାରୀ ନୁହେଁ ମୁଁ କେମିତି କହିବି ସେ କଥା? ଆଚ୍ଛା ଆଉ ସାଂସାରିକ ନୁହନ୍ତି ସାର୍? ଆମେ ତ ବ୍ରହ୍ମଚାରୀ ଲେଖା ହଉଛି ବ୍ରହ୍ମଚାରୀ ବିଶ୍ୱମ୍ବର ଦାସ। ଆଚ୍ଛା ହଉ ଗୁରୁଜୀ। ହଁ ଠିକ ଫିର ବି ମୁଁ ଗୁରୁଜୀ ଆପଣଙ୍କ ପାଖକୁ ନିଶ୍ଚୟ ଆସିବି ହେଲା। ନିଶ୍ଚୟ ଆସିକିରି ଆପଣଙ୍କୁ ହଉ ଶ୍ରୀ ଗୁରୁ ଚରଣମ୍ କୋଟି କୋଟି ନମସ୍କାର।